ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର। ଗୋଟେ କଥା କହିବାକୁ ଚାହେଁ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ, ଯଦି ଭବିଷ୍ୟତରେ ମୁଁ ମରିଯାଏ ବା ମୋତେ କିଏ ମାରିବାକୁ ଆକ୍ରମଣ କରେ ବା ମୋତେ ଇନଜୋର୍ଡ କରେ, ତାହେଲେ ସେ ସବୁ ଜିନିଷ ପାଇଁ ଅଜୁ ବେହେରା, ତା ଘର ବାଲିପାଟଣା ଅଜୁ ବେହେରା, ବାପାଙ୍କ ନାଁ ଶିବ ବେହେରା ବୋଲି, ସେ ନୂଆପଡ଼ା ଆଗକୁ ଘର କରି ରହିଛି। ସେ ପିଲା ଯେତିକି ମୁଁ ଜାଣିଛି ଗଣ୍ଡଗୋଳିଆ ପିଲା ବା ବହୁତ ହଣାମରା ପିଲା। ସେ ଗତକାଲି ରାତିରେ ସେ ନିହାର ଜୟସିଂ ବୋଲି ସହନାର ଗୋଟେ ପିଲାକୁ ସେଟିଂ କରି, ତା ନା ଷଣ୍ଢ ଡାକନା, ମୋତେ ଅଯଥାରେ ମୋ ଭାଇକି କାହିଁ ତୁ ଗାଳି ମନ୍ଦ କଲୁ। ମୁଁ କହିଲି ଆରେ ଭାଇ କି ନା ଅଜୁ ଭାଇ। ମୁଁ କହିଲି ଆରେ ଅଜୁ କିଏ ଭାଇ? ଅଜୁ ଭାଇ ଯାହା ନାଁରେ 7-8ଟା ଲଗା କେସ୍ ଥାନାରେ ଭାଇ ଗଡ଼ୁଛି। ମୁଁ କ'ଣ ତାକୁ ଗାଳି ମନ୍ଦ କରିବି? କ'ଣ କରିବି? ମୁଁ ଭାଇ ସାଧାରଣ ଲୋକଟା, ଦୋକାନ ଖଣ୍ଡେ দিয়ে ବହିଛି ଭାଇ। ମାଛିକି ତୁ ବୋଧେ କହିବା ତ ନା ଭାଇ, କୁକୁରଟା ଭାଇ, ମୁଁ କୁକୁର ଭଳି ଭାଇ ଗଡ଼ୁଥିଲା ରହିବା ଲୋକଟା, ବିଜନେସ୍ କରିବାକୁ ଚାହେଁ। ମୁଁ କ'ଣ ତୋତେ ବାଡ଼େଇବି? ତାକୁ ବାଡ଼େଇବି? ସିଏ ଆସିଲା, ମୁଁ ଯାଉଥିଲି ଘରକୁ ରାସ୍ତାରେ, ମୋତେ ଅଟକେଇ, ମୋ ସାଙ୍ଗରେ ବି ଗୋଟେ ପିଲା ମୁନାବାଜି ବୋଲି ଥିଲା, ମୋତେ ଅଟକେଇକି ମୋତେ ମାରିଦେବାକୁ ଚେଷ୍ଟା କଲା, ମୋତେ ମାରିଦେବାକୁ ଉଦ୍ୟମ କରିଥିଲା। ମୋ ଅଜୁ ଭାଇକି କାହିଁ ତୁ ଗାଳି କରୁଛୁ? ଅଜୁ ଭାଇକି କାହିଁ ତୁ ଗାଳି କରୁଛୁ? ଆରେ ଅଜୁ ଭାଇ ସେ ଭାଇ ଡନ୍ରେ ଭାଇ ମୁଁ ଗାଳି କରିବି ଅଜୁକୁ? ଭାଇ ଆପଣ କୌଣସି ଥାନାରେ ଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ, ଦେଖିବେ ମୁଁ କେଉଁଠି କାହାକୁ କ'ଣ 5 ଟଙ୍କା ନେଇଥିବି, ଦେଇପାରିନଥିବି, ସେ କଥା ଅଲଗା କଥା। ମୋ ନାଁରେ କି ଅବଜେକ୍ସନ୍ କି କ'ଣ ଚେକ୍ ବାଉନ୍ସ କେସ୍ ହେଇଥିବ, ସେ ଜିନିଷ ଅଲଗା କଥା। ମୁଁ ଦେଇନି, ଆଜି ଦେଇନି, କାଲି ଦେବି, କିନ୍ତୁ ମୋ ଜୀବନରେ କାହାକୁ ବାଡ଼େଇଛି ଭଲ ମନ୍ଦ କଥା କେବେ ବି ନାହିଁ। ଅଜୁ ବେହେରା ଯିଏ ମୁଁ ଜାଣିଛି ବହୁତ ବିଶ୍ୱାସ କରିବା ପିଲା ସେ। ମୁଁ କ'ଣ କାହାକୁ କରିବି? ଦେଖନ୍ତୁ ମୋତେ ସେ ପିଲା ଯେ ଶିପୁ ଷଣ୍ଢ ବୋଲି, ଅଜୁ ବେହେରା ମୋ ଭାଇ କାହିଁ ବାଡ଼େଇଲୁ ବୋଲି କହି କାଚ ବୋତଲ ଭାଙ୍ଗି, ଥଣ୍ଡା ବୋତଲ କାଚ ବୋତଲ ଭାଙ୍ଗିକି, ମୋର ଏ ଜାଗାରେ ମୋର 4ଟା ଷ୍ଟିଚ୍ ପଡ଼ିଛି, ଏ ଜାଗା ମୋର କଟିଛି। ଏପଟ ଏ ପଛପଟ ହେଇଗଲା, ଏଠି ଫାଟିକି ଏଠି ଷ୍ଟିଚ୍ 2ଟା ପଡ଼ିଛି ଏଠି। ମୋ ଆଖି ଏ ଜାଗା ସ୍କାର୍ଚ, ଏ ଜାଗା ମୋ ଆଖିରେ ସ୍କାର୍ଚ, ଗୋଟେ ବୋତଲ ଥଣ୍ଡା ବୋତଲ ଭାଙ୍ଗିକି, ସାଇ ବ୍ୟାଙ୍କ ଫ୍ରଣ୍ଟ ଯେଉଁ ଦିଲୁ ଭାଇଙ୍କ ପାନ ଦୋକାନ, ଜିତେନ୍ଦ୍ରଙ୍କ ଦୋକାନ ପାଖରେ କିନା ସବୁ ଏମିତି ଅବସ୍ଥା କରିଛି। ମୋ ହାତ ସବୁ ହାତ ଫାତ ଏସବୁ ଖଣ୍ଡିଆ, ସବୁ ଖଣ୍ଡିଆ ହେଇକି ମୁଁ କଳେ କୌଶଳରେ ସେଠୁ, ଯେହେତୁ ମୋ ପାଖରେ ମୁନା ମାଜିଥିଲା, ସେ ଯେହେତୁ ହାତରେ ଧରିଛି କ'ଣ ବୋତଲଟା, ଭଙ୍ଗା ବୋତଲଟା ଇଏ କରୁଛି, ମୁନା ବି ତା ପାଖକୁ ଯାଇପାରିଲେନି। ମୁନା ଥିଲା ବୋଲି ମୁଁ ବଞ୍ଚିକି, କିନ୍ତୁ ସେ ଜାଗାରୁ ଥାନା ଆଡ଼େ ପଳେଇ ଆଇଲି, ଗାଡ଼ି ବୁଲେଇକି ଗାଡ଼ି ଉପରେ ବସିକି ମୁନାଟା ଗୋଟେ ଧରିଦେଇଛି, ମୁଁ ପଳେଇ ଆଇଛି। ଆସିକି ଥାନାରେ ଗୋଟେ ଏଫଆଇଆର୍ ଦେଇଛି। ଏଇଟା ଗତକାଲି ଘଟଣା, ରାତି 12:30 ପର ଘଟଣା। ମୁଁ ଗୋଟେ ରିଏଲ୍ସେଲ୍ରେ ଯାଇଥିଲି, ରିଏଲ୍ସେଲ୍ ପାଇଁ ସାର୍ ଆସିଥିଲେ, ଗାଁ ନାନେଗାଁଠି ଆମ ରିଏଲ୍ସେଲ୍ ରହୁଥିଲା, ମୁଁ ସେଠୁ ରିଟର୍ନ କରୁଥିଲି। ଫୋନ୍ କରି ଗାଳି ବନ୍ଦ କରିକି ମୋତେ ଏମିତି କରିଛି। ତ ଯଦି ସିଏ ଆଜି ତାକୁ ଷଣ୍ଢକୁ ଲଗେଇକି ମୋତେ ବାଡ଼ିବାକୁ ଚେଷ୍ଟା କଲା, ଭଲ ମନ୍ଦ କଲା, କାରଣ ଆଗରୁ ଗୋଟେ 2 ଥର ସିଏ ମୋତେ ଗୋଟେ ଡେରିଂ ଭଳିଆ ଧମକ ଦେଲା ଭଳିଆ କଥାବାର୍ତ୍ତା କରିଛି। ମୋ ଦୋକାନକୁ ଡ୍ରେସ୍ ପତ୍ର କିଣିକି ଆଣିଲା, ଧମକ ଦେଲା, କଥାବାର୍ତ୍ତା କରିଛି। ମୁଁ ଟିକେ ମାନେ ନା କାହାକୁ। ମୁଁ କେବେ କ'ଣ ରେ ଭାଇ ପଇସା ଦେବୁ ନେବୁ, ତୁ କ'ଣ ଏମିତି ଦେଉଛୁ, ଭଲ ମନ୍ଦ ଆଇନ କାନୁନ ପଳେଇଲା ଭଲ ମନ୍ଦ। ମୋତେ ଧମକ ଦେଇଛି ଯେ ତୋତେ ମାରିଦେବି। କାଲି ବି ନାନେକେରା ଗାଁ ମୁଣ୍ଡେ ବସିଥିଲୁ, ମାନେ ଆମ ଡ୍ରାମା ରିଏଲ୍ସେଲ୍ ସରିକି ଆମେ ଆସୁଛୁ, ଇଏ ହଠାତ୍ କି ସେଠି ଥିଲା। ମୁଁ ସେଠି ଆଉଛି, ବାବି ହରିଚନ୍ଦ୍ର, ବେଦା ଏସବୁ ବସିଥିଲେ, ମୁଁ ତାଙ୍କ ଘରେ ଅଛି। ସେଇଠୁ ମୋତେ ଡାକିଲା ବି, ବସେଇଲା, ତା ପାଖରେ ବସିଲି ବି। ମୁଁ ଗାଳି ମନ୍ଦ ମୋତେ ଭଲ ମନ୍ଦ କଲା, ପୁଣି ମୋତେ ଏମିତି ଆଟାକ୍ କରିଛି। ତ ଦୟାକରି କହୁଛି, ଯଦି ଭବିଷ୍ୟତରେ ମୋର କେବେ କିଛି କ୍ଷତି ହୁଏ ବା କ'ଣ ହୁଏ, ସେଥିପାଇଁ ଅଜୁ ବେହେରା ହିଁ ଦାୟୀ ରହିବ। ତ ମୁଁ ଏ ଜିନିଷ ଫେସବୁକ୍ ମାଧ୍ୟମରେ ମୁଁ ପକଉଛି। ତ ଥାନାରେ ବି ଲିଖିତ ଆକାରରେ ଗୋଟେ ଦେବି ଯେ ମୋର ଜୀବନ ଉପରକୁ ଆଞ୍ଚ ଅଛି ସାର୍, ମୁଁ କାଲି ଇଏ ମୋତେ ବାଡ଼େଇଛି ନିହାର, ତ କାଲି ସିଏ କାହିଁ ନ ବାଡ଼େଇବ। ତ କରିଛି। ଆଉ କିଛିଟା ଜିନିଷ କାଲି ଯେଉଁ ମୋତେ ବାଡ଼େଇଛନ୍ତି, ଯେଉଁ ରକ୍ତାକ୍ତ କରିଛନ୍ତି, ମୁଁ ଯେଉଁ ଥାନାକୁ ଆସିଛି, ଭଲ ମନ୍ଦ କରିଛି, କଥା କହିପାରୁନି। କିଛିଟା ଭିଡ଼ିଓ ବି ରଖିଛି। ମୁଁ ଯେତେବେଳେ ଏଇଟା ଫେସବୁକ୍ରେ
ଇନଷ୍ଟାଗ୍ରାମରେ ଯେଉଁଟା ଅପଲୋଡ଼ କରିବି ତା ସହିତ କିଛି ଆଡ଼୍ କରିକି ଅପଲୋଡ଼ କରିବି। ଗାଡ଼ି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। औ हां एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एस्थेटिक वर्ल्ड पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।